ସମୁଦ୍ର ଶୋଷ ମଣିଷର ଶୋଷ ଠାରୁ ବେଶୀ ନୁହେଁ। ମଣିଷର ଯେଉଁ ଶୋଷ ପାଇଁ ସମୁଦ୍ର ଆମକୁ ଆକ୍ରମଣ କରୁଛି, ସମୁଦ୍ର ଆମ ଆଡ଼କୁ ମାଡ଼ି ଆସୁଛି, ସମୁଦ୍ର ଆମକୁ ଗ୍ରାସ କରୁଛି, ସମୁଦ୍ରର ତାର ଯେଉଁ ନିଷ୍ଠୁର କ୍ରୂର ଦୃଶ୍ୟ ଆମ ଆଖି ଆଗରେ ଭାସି ଆସୁଛି। ମୁଁ ଏତିକି ବୁଝେ, ମଣିଷର ତୃଷ୍ଣା ଠାରୁ ସମୁଦ୍ରର ତୃଷ୍ଣା ବେଶୀ ନୁହେଁ। ଯେଉଁଦିନ ମଣିଷର ତୃଷ୍ଣା, ବୁଦ୍ଧଙ୍କ ଭାଷାରେ ଯେଉଁଦିନ ତୃଷ୍ଣା ମଣିଷର କମିଯିବ, ସେଦିନ ନିଶ୍ଚିତ ଭାବରେ ପ୍ରକୃତି ମଣିଷ ସହିତ ସହବନ୍ଧିତ ହେବ। ଗୋଟେ ଭୀଷ୍ମ ପର୍ବରେ ଗୋଟେ ଛୋଟିଆ କଥା କହିଥିଲେ, ମାନେ ଭୀଷ୍ମ ପଚାରିଥିଲେ ଶ୍ରୀକୃଷ୍ଣଙ୍କୁ ଯେ ଆପଣ କ'ଣ ଯେତେବେଳେ ପାପ ଅଧିକ ହୁଏ ଜନ୍ମ ହୁଅନ୍ତି? ସେ କହିଲେ ନାଇଁ ନାଇଁ, ମୁଁ ପାପ ଯେତେବେଳେ ଅଧିକ ହୁଏ ଜନ୍ମ ହୁଏ, ଈଶ୍ୱର ହୋଇ ଯେତେବେଳେ ମାନେ ପୁଣ୍ୟ ଅଧିକ ହୁଏ ସେତେବେଳେ ବି ମୁଁ ରାବଣ ହେଇକି ଜନ୍ମ ହୁଏ। ଯିଏ ରାବଣ ସିଏ ବି କୃଷ୍ଣ। ଗୋଟେ ବାଲାନ୍ସ ଦରକାର, ଗୋଟେ ସନ୍ତୁଳନ ଦରକାର। ଯେତେବେଳେ ସନ୍ତୁଳନ ଠିକ୍ ନ ରହିବ ସେତେବେଳେ ସମୁଦ୍ର ମଣିଷ ଆଡ଼କୁ ମାଡ଼ିବ, କାରଣ ଆମେ ସମୁଦ୍ର ଆଡ଼କୁ ମାଡ଼ୁଛେ। ମୁଁ କହିଛି ଯେ ଧର୍ମା ଡେଇଁ ପଡ଼ିଥିଲା ସମୁଦ୍ରକୁ, କିନ୍ତୁ ଏବେ ସମୁଦ୍ର 5 କିଲୋମିଟର ଦୂରରେ। ଏବେ ସାତ ଭାଇଆ ଆମ ଆଡ଼କୁ ମାଡ଼ୁଛି, ଆମେ ଜାଣିନା କେତେବେଳେ ସମ୍ପୂର୍ଣ୍ଣ ମୀନ ଖେଳିବ ଆସି ସିଂହ ଦ୍ୱାରରେ ଏବଂ ଛତିଆ ବଟକୁ ଠାକୁର ଆସି ଆଶ୍ରୟ ନେବେ, ସେ ଘଟଣା ନ ଘଟିବ ସେ କଥା ବି ଆମେ କହିପାରିବା ନାହିଁ। ତେଣୁ ମୁଁ ଭାବୁଛି ଆଜିର ଏହି ଅଧିବେଶନକୁ ଏଇଠି ଆମେ ସମାପ୍ତ କରିବା, କାରଣ ତୃତୀୟ ଅଧିବେଶନ ଆମକୁ ଅପେକ୍ଷା କରିଛି। ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି ଏବଂ ଗୋଟିଏ କଥା ନିବେଦନ ରଖିବି ଯେ ମଣିଷର ତୃଷ୍ଣାକୁ ଆମେ ଯଦି ନିୟନ୍ତ୍ରଣ ନ କରିବା ତାହେଲେ ପ୍ରକୃତି ନିଶ୍ଚିତ ଭାବରେ ଦାଉ ସାଧିବ। ପୃଥିବୀରେ ଅନେକ ଘଟଣା ଘଟିଛି, ସମୁଦ୍ର ମାଡ଼ି ଆସିଛି ମଣିଷମାନଙ୍କ ଆଡ଼କୁ। ସାତ ଭାଇଆ ଆମ ପାଖ ବୋଲି ଆମକୁ ଟିକେ ବେଶୀ ଦୁଃଖ ଲାଗୁଛି। ଅନେକ ଜାଗା ପୃଥିବୀରେ ଏମିତି ନିମଜ୍ଜିତ ହୋଇଛି। ଏମିତି ପ୍ରତିବର୍ଷ ଜାପାନରେ ମଧ୍ୟ ଅନେକ ଜାଗା ଗାଁ ହଜିଯାଉଛି। ତେଣୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଅନ୍ତତଃ ଏକ ସଚେତନତା ଆମ ଭିତରେ ସୃଷ୍ଟି ହେଉ ପ୍ରକୃତିକୁ ସୁରକ୍ଷା ଦେବା ପାଇଁ। ତାହେଲେ ନିଶ୍ଚିତ ଭାବରେ ଆମେ କରୁଥିବା ସାଂସ୍କୃତିକ କାର୍ଯ୍ୟକ୍ରମ, ଆମେ କରୁଥିବା ଆଲୋଚନା ନିଶ୍ଚିତ ଭାବରେ ଏକ ବାସ୍ତବର ରୂପ ନେବ। ସମସ୍ତଙ୍କୁ ଧନ୍ୟବାଦ, ସମସ୍ତଙ୍କୁ ନମସ୍କାର। কবিতা